नमस्कार दर्शक बंधु, चलतु जानिबा अजणातरे केउं 5टी पाप करुथुवा लोके जीवन सारा दरिद्र होई रही जाती। आम धर्मरे समुदाय 18टी पुराण रहिछि। सेथिरे शिव पुराण अन्यतम अटे। शिव पुराणरे 5टी एभଳି पाप विषय कहा जाइछि ଯାହା ମନୁଷ୍ୟ ଅଜଣାତରେ କରିଥାଏ ଏବଂ ଏହାର ଦଣ୍ଡ ଭୋଗିଥାଏ। ଶିବ ପୁରାଣ ଅନୁସାରେ ମନୁଷ୍ୟକୁ ଏଭଳି ଭୁଲ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଭଗବାନ ଶିବଙ୍କର ଆପଣଙ୍କ ଉପରେ କେବେ କୃପା ଦୃଷ୍ଟି ପଡ଼େ ନାହିଁ। ଏହି କାରଣ ଯୋଗୁଁ ଲୋକେ ଏଭଳି ଭୁଲ କରି ଶିବଙ୍କ କୃପାରୁ ବଞ୍ଚିତ ହୋଇଯାନ୍ତି। କଳିଯୁଗରେ ଧର୍ମର କେବଳ 1/4 ଅବଶେଷ ବଞ୍ଚିତ ରହିଛି। ଏଥିପାଇଁ ମନୁଷ୍ୟ ପାପ କରି ରହିଥାଏ। ଯଦି ଆପଣ ଭଗବାନଙ୍କ ଉପରେ ଆସ୍ଥା ରଖି ଧର୍ମ ପଥରେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଚାଲିବେ, ତାହେଲେ ନିରାକାର ଈଶ୍ୱରଙ୍କୁ ଆପଣଙ୍କର ଖୁବ୍ ଶୀଘ୍ର ପାଇପାରିବେ। ଏଥିପାଇଁ ଆପଣଙ୍କୁ ପାପ ରହିତ ହେବାକୁ ପଡ଼ିବ। ପାପ ରହିତ ମନୁଷ୍ୟ ବନିବା ପାଇଁ ଅତ୍ୟନ୍ତ ସରଳ କାର୍ଯ୍ୟ ଅଟେ। କିନ୍ତୁ ଯଦି ଆପଣ ଏଥିରେ ଧ୍ୟାନ ଦେବେ, ତାହେଲେ ଆପଣଙ୍କର ଅଜଣାତରେ କୌଣସି ପାପ ହେବ ନାହିଁ ଏବଂ ଈଶ୍ୱରଙ୍କର କୃପା ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଅନେକ ପୁଣ୍ୟ କର୍ମ କରିଥାନ୍ତି, କିନ୍ତୁ ଆପଣଙ୍କୁ ତାହାର ଉଚିତ ଫଳ ମିଳିପାରି ନଥାଏ। କାରଣ ଆପଣଙ୍କ ଦ୍ୱାରା ଅଜଣାତରେ ଅନେକ ପାପ ହୋଇଯାଇଥାଏ, ଯାହା ସେହି ପୁଣ୍ୟକର୍ମର ସନ୍ତୁଳନ ବିଗାଡ଼ି ଦେଇଥାଏ। ସେଥିପାଇଁ ଆପଣଙ୍କୁ ସେହି ପାପ କାର୍ଯ୍ୟ ବିଷୟରେ ଜାଣି ରଖିବା ଉଚିତ। ଆଜି ଆମେ ଆପଣଙ୍କୁ ଏଭଳି 5ଟି ପାପ ବିଷୟରେ କହିବା ପାଇଁ ଯାଉଛୁ, ଯାହା ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି। ଶିବଙ୍କ ଅନୁସାରେ କଳିଯୁଗର ମନୁଷ୍ୟ ଜଣା ଅଜଣାରେ ଏଭଳି ପାପ କରିଥାଏ ଏବଂ ଶିବଙ୍କର କୃପା ପାଇପାରେ ନାହିଁ। ଯେଉଁ ବ୍ୟକ୍ତି ଏହି ପାପଗୁଡ଼ିକୁ କରେ ନାହିଁ, ତାଙ୍କ ଉପରେ ଶିବଙ୍କର କୃପା ଦୃଷ୍ଟି ରହିଥାଏ। ଏଭଳି ବ୍ୟକ୍ତି କେବେ ଦୁଃଖୀ ରହେ ନାହିଁ। ଏମାନଙ୍କୁ ଧନର ଅଭାବ ହୋଇପାରେ। ଏଭଳି ବ୍ୟକ୍ତି ସର୍ବଦା ନିରୋଗ ରୁହନ୍ତି। ଆସନ୍ତୁ ଜାଣିବା କେଉଁଗୁଡ଼ିକ ସେହି ପାପ ଅଟେ। ପ୍ରଥମ ପାପ ହେଉଛି ମାନସିକ ପାପ। ମାନସିକ ପାପ ହେଉଛି ଯେତେବେଳେ ଆପଣ ଅନ୍ୟମାନଙ୍କ ପ୍ରତି ଖରାପ ବିଚାର ଆଣିଥାନ୍ତି। ଯାହା କୌଣସି ସ୍ତ୍ରୀ ବିଷୟରେ ହେଉ ବା କୌଣସି ଅନ୍ୟ ବ୍ୟକ୍ତିର ଉନ୍ନତି ବିଷୟରେ ବିଚାର କରି ହେଉ ଅଥବା ଅନ୍ୟମାନଙ୍କ ପ୍ରତି ଅହିତ ଅଟେ। ବ୍ୟକ୍ତି ମନେ ମନେ କାହାର ଖରାପ ଚିନ୍ତା କରିବା ବା ଭଗବାନଙ୍କୁ ପ୍ରାର୍ଥନା କରି ଅନ୍ୟର ଅବନତି ପାଇଁ ପ୍ରାର୍ଥନା କରିବା, ଏହା ଏକ ବହୁତ ବଡ଼ ପାପ ଅଟେ। କୌଣସି ମନୁଷ୍ୟ ମନରେ ଭଗବାନଙ୍କର ନିବାସ ହୋଇଥାଏ ଅଥବା ଆପଣ ଯଦି ମନରେ ନକାରାତ୍ମକ ଚିନ୍ତା ଆଣୁଛନ୍ତି, ତାହେଲେ ଏହା ସେହି ଭଗବାନଙ୍କ ପ୍ରତି ଅପମାନ ଅଟେ। ଦ୍ୱିତୀୟ ପାପ ହେଉଛି ୱାଚିକ ପାପ। ନିଜ ମୁଖରୁ ଅନ୍ୟମାନଙ୍କୁ ଖରାପ କହିବା ବା ନିଜ ବାଣୀ ଦ୍ୱାରା ଅନ୍ୟର ମନ ଦୁଃଖ କରାଇବା ପାଇଁ ଖରାପ ଭାଷାର ପ୍ରୟୋଗ କରିବା ବଡ଼ ପାପ ହୋଇଥାଏ। ଏହାକୁ ୱାଚିକ ପାପ କୁହାଯାଏ। ମନୁଷ୍ୟକୁ ସର୍ବଦା ନିଜ ମୁଖରୁ ସତ୍ୟ ଭାଷାର ପ୍ରୟୋଗ କରିବା ଉଚିତ। ଯେଉଁ ଲୋକେ ନିଜ ମୁହଁରୁ ମିଛ କହିଥାନ୍ତି ତଥା କଟୁ ଶବ୍ଦରେ ଅନ୍ୟମାନଙ୍କର ଅପମାନ କରିଥାନ୍ତି, ଏହାକୁ ପାପ ମନାଯାଇଥାଏ। ଏଭଳି ଲୋକେ ସର୍ବଦା ଦୁଃଖିତ ଏବଂ ଗରିବ ରହିଥାନ୍ତି। ତୃତୀୟଟି ହେଉଛି ଶାରୀରିକ ପାପ। ଶିବ ପୁରାଣରେ ପ୍ରକୃତିକୁ ଈଶ୍ୱରୀୟ ରୂପ ମନାଯାଇଛି, ଅର୍ଥାତ୍ ଅକାରଣରେ ପ୍ରକୃତିକୁ ହାନି ପହଞ୍ଚାଇବା
ପାପ ମନାଯାଇଥାଏ। ଗଛ କାଟିବା, ପଶୁମାନଙ୍କର ହତ୍ୟା କରିବା, ଏହା ସବୁ ଶାରୀରିକ ପାପ ମଧ୍ୟରେ ଯାଉଛି। ଏହାଛଡ଼ା ପାଦ ତଳେ ଛୋଟ ଛୋଟ ଜୀବଜନ୍ତୁକୁ ଦଳି ଦେବା ପାପ ମନାଯାଇଛି। ତେଣୁ ମହାତ୍ମା ଭୂମିରେ ପାଦ ରଖିବା କ୍ଷଣି କ୍ଷମା ମାଗିଥାନ୍ତି। ତାଙ୍କର ଆଚରଣ ଦ୍ୱାରା କାହାକୁ କଷ୍ଟ ହୋଇନଥାଏ। ଚତୁର୍ଥ ପାପ ହେଉଛି ନିନ୍ଦା କରିବା। ଶିବ ପୁରାଣ ଅନୁସାରେ କଳି ଯୁଗରେ ସବୁଠାରୁ ବଡ଼ ପାପ ହେଉଛି ନିନ୍ଦା କରିବା। ମନୁଷ୍ୟକୁ କାହାର ନିନ୍ଦା କରିବା ଉଚିତ ନୁହେଁ। ବ୍ୟକ୍ତିକୁ ଜାଣି ରଖିବା ଉଚିତ ଯେ ସାମ୍ନାରେ ଥିବା ବ୍ୟକ୍ତି ନିନ୍ଦାର ପାତ୍ର ଅଟେ କି ନାହିଁ, ଏହାକୁ ବଡ଼ ପାପ ମନାଯାଇଥାଏ। ପଞ୍ଚମ ପାପ ହେଉଛି ଭୁଲ ଲୋକଙ୍କର ସଂସ୍ପର୍ଶରେ ଆସିବା। ଶିବ ପୁରାଣ ଅନୁସାରେ ଚୋରି କରିବା, ହତ୍ୟା କରିବା ପାପ ଅଟେ। ଏହା ସହିତ ଏମାନଙ୍କୁ ଶରଣ ଦେବା, ଏମାନଙ୍କର ସଂସ୍ପର୍ଶରେ ଆସିବା, ଏମାନଙ୍କ କୌଣସି କଥାରେ ସାହାଯ୍ୟ କରିବା ଏକ ବଡ଼ ପାପ ମନାଯାଇଥାଏ। ଏଭଳି ପାପରୁ ବଞ୍ଚିତ ହୁଅନ୍ତୁ।